गुड मॉर्निंग एवरीवन। ଆଜିର ସେସନ ଷ୍ଟାର୍ଟ କରିବା। ଆଜିର ସେସନ ହଉଛି ଟାଲି ପ୍ରାଇମ 7.1 ର ଆଉ ଗୋଟେ ନୂଆ ଫିଚରକୁ ନେଇକି, ଯୋଉଟାକୁ ଆମେ ଆଗରୁ ୟୁଜ ତ କରୁଥିଲେ, ବଟ୍ ସେ ଅପସନ ଟା କୋଉଠି ରହୁଥିଲା କଣ ହଉଥିଲା ପ୍ରତିଥର ୟୁଜ କଲା ବେଳେ ଆମେ ମାନେ କନଫ୍ୟୁଜ ହଉଥିଲେ। ଆଗକୁ ଯାଇକି ଖୋଜିବାକୁ ପଡୁଥିଲା ଅପସନ ଟା କୋଉଠି ଅଛି କେମିତି ଅଛି। ଅପସନ ର ନାଁ ମୁଁ କହିଦଉଛି। ଯୋଉମାନେ ରିଟର୍ନ ଇନଭଏସିଂ ସିରିଜ ୟୁଜ କରୁଥିଲେ, ଭାଉଚର ନମ୍ବରରେ ରିଟର୍ନ ଇନଭଏସ ସିରିଜ ୟୁଜ କରୁଥିଲେ। ରିଟର୍ନ ଇନଭଏସ ସିରିଜ କହିଲେ କଣ, ମୁଁ ତାକୁ ଟିକେ ବ୍ରିଫ କରିଦଉଛି। ରିଟର୍ନ ଇନଭଏସ ନମ୍ବର ସିରିଜ ହଉଛି, ଆମେ ଧରାଯାଉ ବ୍ୟାକଡେଟେଡରେ କିଛି ଗୋଟେ ଇନଭଏସ ଏଣ୍ଟ୍ରି କରୁଥିଲେ, ସେ କଣ ହଉଥିଲା ଇନଭଏସ ଟା ସର୍ଟିଂ ହେଇଯାଉଥିଲା। ତା ପର ନମ୍ବରଟା ଯଦି ଅଟୋମେଟିକ ସିରିଜରେ ଆମେ ରହୁଥିଲେ, ତା ପର ନମ୍ବରଟା କଣ ହଉଥିଲା ଅଟୋମେଟିକ ଆଗକୁ ପଳଉଥିଲା ବା ସର୍ଟିଂ ହେଇଯାଉଥିଲା। ତାପରେ ଟାଲି ତା ପର ରିଲିଜରେ ଦେଲା ରିଟର୍ନ ଅରିଜିନାଲ ଭାଉଚର ନମ୍ବର, ଯେବେଠୁ ଇ ଇନଭଏସ ଆସିଲା। ରିଟର୍ନ ଅରିଜିନାଲ ସିରିଜରେ କଣ ହଉଥିଲା ନା, ପ୍ରତ୍ୟେକଟି ଭାଉଚର ନମ୍ବରର ତାର ଭାଉଚର ନମ୍ବରଟା ଫିକ୍ସ ହେଇଯାଉଥିଲା। ଯଦି ଆମେ ପୂର୍ବ ଡେଟରେ ଯେକୌଣସି ଗୋଟେ ଭାଉଚରକୁ ଡିଲିଟ କରୁଥିଲେ କି ଆଡ୍ କରୁଥିଲେ, ତ ସେଇଟା କଣ ହଉଥିଲା, ଆଇଦର ଲାଷ୍ଟ ନମ୍ବରଟା ଯାଇ ସେଠି ଆଡ୍ ହଉଥିଲା, କିମ୍ବା ଯୋଉ ନମ୍ବରଟା ଡିଲିଟ କରୁଥିଲେ ପର୍ଟିକୁଲାର ସେଇ ନମ୍ବରଟା ଡିଲିଟ ହେଇଯାଉଥିଲା। ତା ପର ସିରିଜ ଗୁଡାକ ଚେଞ୍ଜ ହଉନଥିଲା। ସେଇ ଅପସନର ନାଁ ଥିଲା ରିଟର୍ନ ଅରିଜିନାଲ ଭାଉଚର ନମ୍ବର୍ସ। ତ ରିଟର୍ନ ଅରିଜିନାଲ ଭାଉଚର ନମ୍ବର୍ସ ରେ କଣ ହଉଥିଲା, ଯଦି ଆମେ ଗୋଟେ ଭାଉଚରକୁ ଡିଲିଟ କରିଦଉଥିଲେ, ଯଦି ଆମେ ଗୋଟେ ଭାଉଚରକୁ ଡିଲିଟ କରିଦଉଥିଲେ, ତ ସେ ନମ୍ବରଟା କଣ ହଉଥିଲା, ଆଉ ଆମକୁ ରିୟୁଜ ପାଇଁ ଦେଖଉନଥିଲା। ଠିକ ଅଛି। ତ ଏଇଠି ଯେମିତି ମୋର ରିଟର୍ନ ଅରିଜିନାଲ ଭାଉଚର ସିରିଜ ଅଛି, ରିଟର୍ନ ଅରିଜିନାଲ ଭାଉଚର ନମ୍ବର ଭିତରେ ଯଦି ଆମେ ଗୋଟେ ଭାଉଚରକୁ ଡିଲିଟ କରୁଥିଲେ, ସେ ଭାଉଚର କଣ ହଉଥିଲା ମତେ ଆଉ ଦେଖଉନଥିଲା। ଯେମିତି କି ମୁଁ ଏଇଠି ଯାଉଛି 9 ନମ୍ବର ଭାଉଚରଟାକୁ ଡିଲିଟ କରୁଛି, ତ ଏବେ ଯେତେବେଳେ ମୁଁ ନୂଆ ଭାଉଚର ଏଣ୍ଟ୍ରି ସ୍କ୍ରିନ୍ କି ଯାଉଛି, ମତେ ଆଉ 9 ନମ୍ବର ୟୁଜ ପାଇଁ ଦେଖେଇବନି, 8 ପରେ ସିଧା 10 ଦେଖଉଛି। କାହିଁକି ନା ସେଟା ମୋର ଡିଲିଟ ହେଇସାରିଛି। ତ ସେ ଡିଲିଟ ଭାଉଚରଟାକୁ ଆଗରୁ ଯେତେବେଳେ ମୁଁ ରିୟୁଜ କରିବାକୁ ଚାହୁଁଥିଲି, ତ ମତେ ଧରାଯାଉ ସେଇ 9 ନମ୍ବର ଭାଉଚରଟାକୁ ଆଉଥରେ ରିୟୁଜ କରିବାର ଅଛି, ଆଇଦର କୋଉ B2C ପାର୍ଟି ପାଇଁ ହଉ କି କୌଣସି ରିଜନରେ ହଉ। ସେଇଠି ମୁଁ କଣ କରୁଥିଲି, ସେ ରିୟୁଜ ର ଅପସନ ପାଉନଥିଲି। ଅପସନ ତ ଥିଲା ଟାଲିରେ, ଅପସନ ଥିଲା। ତା ପାଇଁ କଣ କରିବାକୁ ପଡୁଥିଲା, ମୋ ଡିଟେଲ ଭିତରକୁ ଯିବାକୁ ପଡୁଥିଲା, ଭାଉଚର ନମ୍ବର ଡିଟେଲକୁ ଯିବାକୁ ପଡୁଥିଲା। ଭାଉଚର ନମ୍ବର ଡିଟେଲକୁ ଯିବାକୁ ପଡୁଥିଲା। ଭାଉଚର ନମ୍ବର ଡିଟେଲକୁ ଯାଇକି ସିଲେକ୍ଟ ଅନୟୁଜ୍ଡ ଭାଉଚର ଭିତରେ ସେ ଅପସନ ମତେ ମିଳୁଥିଲା। ତ ଏବେ ଟାଲି ପ୍ରାଇମ 7.1 ରେ ଏତେ ଭିତରକୁ ନ ଯାଇକି ଗୋଟେ ବଢିଆ ଅପସନ ଦେଇଛି, ରିୟୁଜ ଅନୟୁଜ୍ଡ ଭାଉଚର ର। ତାକୁ ଆମେ ଏନେବୁଲ କେମିତି କରୁଛେ ନା, ଫାଷ୍ଟ ଅଲ୍ଟର କୁ ଯାଉଛେ, ଭାଉଚର ଟାଇପ କୁ ଯାଉଛେ, ସେଲ୍ସ। ସେଲ୍ସ ରେ ଗୋଟେ ଅପସନ ମିଳୁଛି, ଯଦି ଆପଣ ରିଟର୍ନ ଅରିଜିନାଲ ଭାଉଚର ନମ୍ବର ସିରିଜରେ ଅଛନ୍ତି, ତାହେଲେ ଏଇଠି ଗୋଟେ ଅପସନ ଆପଣଙ୍କୁ ମିଳୁଛି, ଶୋ ଅନୟୁଜ୍ଡ ଭାଉଚର ନମ୍ବର ଇନ ଟ୍ରାଞ୍ଜାକ୍ସନ ଫର ରିଟର୍ନ ଅରିଜିନାଲ ଭାଉଚର ସିରିଜ ବିହେଭିयर। ତ ଏଇ ଅପସନ ଟାକୁ ଯଦି ଆମେ ୟେସ୍ କରୁଛେ, ଏବେ ଭାଉଚର ଏଣ୍ଟ୍ରି ସ୍କ୍ରିନରେ ଆମକୁ ଗୋଟେ ଅପସନ ପଳେଇ ଯାଉଛି, କଣ୍ଟ୍ରୋଲ ୟୁ ରେ ଅନୟୁଜ୍ଡ ଭାଉଚର ନମ୍ବର୍ସ। ଅନୟୁଜ୍ଡ ଭାଉଚର ନମ୍ବର୍ସ, ତ ଆମେ ଯେମିତି 9 ନମ୍ବର ଭାଉଚରଟାକୁ ମୁଁ ଡିଲିଟ କରିଥିଲି, ମତେ ସେଟାକୁ ରିୟୁଜ କରିବାର ଅଛି, ମୁଁ ସିମ୍ପଲ ଅନୟୁଜ୍ଡ ଭାଉଚର ଉପରେ କ୍ଲିକ କରୁଛି। ମତେ ଏଇଠି ଦେଖେଇ ଦଉଛି ମୋର 9 ନମ୍ବର ଭାଉଚରଟା 24 ମାର୍ଚ୍ଚରେ ଡିଲିଟ ହେଇଛି। 24 ମାର୍ଚ୍ଚର ଥିଲା, 9 ନମ୍ବର ଭାଉଚର ନମ୍ବର ଥିଲା, ସେଟା ଡିଲିଟ ହେଇଛି। ତ ମୁଁ ଏଇଠି ଚାହିଁଲେ ଆଉଥରେ ସେ ସିଲେକ୍ଟ କରିପାରିବି ସେଇ ଭାଉଚରଟାକୁ। ସିଲେକ୍ଟ କଲା ପରେ ଏଇଠି ଦେଖନ୍ତୁ ମୋର 10 ନମ୍ବର ଜାଗାରେ 9 ନମ୍ବର ଆସିଗଲା। ତ 9 ନମ୍ବର ଭାଉଚରରେ ମୁଁ ଯେକୌଣସି ଏଣ୍ଟ୍ରି ଗୋଟେ ନେଇକି ଏ ଭାଉଚରଟାକୁ ସେଭ୍ କରିଦେଇ ପାରିବି। ତ ଏବେ ମୋର ସିରିଜ ଦେଖଉଛି ଯେମିତି ଥିଲା, 7, 8, 9, 9 ନମ୍ବର ପୁଣି ରିୟୁଜ ହେଇଯାଇଛି। ଯୋଉ ଡେଟରେ ମୁଁ ଚାହିଁବି ସେ ଡେଟରେ ପକେଇ ରିୟୁଜ କରିପାରିବି। ଗୋଟେ ସବୁଠୁ ଭଲ ଫିଚର, ଯୋଉଟା ବହୁତ ଖୋଜିବାକୁ ପଡୁଥିଲା, ମାନେ ଆମେ ଟାଲି ପ୍ରାଇମ ଭିତରକୁ ଯାଉଥିଲେ କୋଉଠି ଅଛି କଣ ନାହିଁ, କାହିଁକି ନା ଏ ଜିନିଷ ସବୁବେଳେ ଦରକାର ହୁଏନି। ୱାନ୍ସ ଡିଲିଟ ହେଇଗଲା ପରେ ଆମେ ଫୋନ କରୁଥିଲୁ, ସପୋର୍ଟକୁ ଫୋନ କରୁଥିଲୁ, ଆପଣ ମାନେ ଫୋନ କରୁଥିଲେ କି କୋଉଠି ଅଛି ଅପସନ, କଣ ହେଇଛି କଣ ନାହିଁ। ତ 7.1 ରେ ସେଟାକୁ ପୁରା ଇଜି କରିଦେଇଛି, ଅପସନ ଦେଇଦେଇଛି, ସେ ୟୁଜ ଅନୟୁଜ୍ଡ ଭାଉଚର୍ସ। ଆଉ ଥରେ ବି ଦେଖେଇ ଦଉଛି କେମିତି ଏନେବୁଲ ହଉଛି। ଅଲ୍ଟର କୁ ଯାଉଛନ୍ତି, ଭାଉଚର ଟାଇପ କି ଯାଉଛନ୍ତି, ସେଲ୍ସ, ଏଇଠି ଅପସନ ଦେଇଛି ଶୋ ଅନୟୁଜ୍ଡ ଭାଉଚର ନମ୍ବର ଇନ୍ ଟ୍ରାଞ୍ଜାକ୍ସନ ଫର ରିଟର୍ନ ଅରିଜିନାଲ ଭାଉଚର ନମ୍ବର ବିହେଭିयर। ବାସ୍ ଏ ଅପସନ ଟା ୟେସ୍ କରିବାର ଅଛି। ଏ ଅପସନ ଟା ୟେସ୍ ହେଲା ପରେ
ଆମ ଟାଲି ଭାଉଚର ଏଣ୍ଟ୍ରି ସ୍କ୍ରିନରେ ଆସିଯାଉଛି ଅନୟୁଜ୍ଡ ଭାଉଚର ନମ୍ବର। ଏଠି ଆମେ ଯାଇକି ଯୋଉ ଯୋଉ ଭାଉଚର ନମ୍ବର ଆମର ଅନୟୁଜ୍ଡ ଅଛି ଆମେ ତାକୁ ୟୁଜ କରିପାରିବୁ। ବାସ୍ ଏତିକି ଥିଲା। ଥ୍ୟାଙ୍କ ୟୁ। ଆଉ କାହାର କିଛି ଡାଉଟ୍ ଅଛି?